ଶାଗ ଟିକେ ମଉଳି ଗଲା ଭଲସେ ତ ଏଠି ଲୁଣ ସ୍ୱାଦ ଅନୁସାରେ ପକେଇବେ। ଆମର ଶାଗର କ୍ୱାଣ୍ଟିଟି ହିସାବରେ ହିଁ ମା ଶାଗ ଲୁଣ ପକେଇଲା। ତା ସହିତ ଯୋଉ କହୁଥିଲି ପାଳଙ୍ଗ ଶାଗଟା ତ ସେଇଟା ଥିଲା, ତାକୁ ବି ଏବେ ଯେହେତୁ ମଉଳି ଗଲାଣି ଏ ଶାଗ ଗୁଡାକ, ତ ସେ ଶାଗଟା ସିଝିକି ଥିଲା ତ ତାକୁ ବି ଆଧରେ ଆଡ୍ କରାହେଇଗଲା। ତ ଏମିତି ପ୍ରୋସେସରେ ଆପଣ ମାନେ ମିକ୍ସ ଶାଗ ଭଜା କରିପାରିବେ। ତା ଦେହରେ ବହୁତ ସାରା ଶାଗ ଆଡ୍ ହେଇଛି, ଯୋଉଟା କି ଆପଣଙ୍କୁ ତ ମୁଁ ଫାଷ୍ଟ ଭିଡ଼ିଓରୁ କହିଦେଇଛି, ତ ଏବେ ଆଉ ଥରେ ରିମାଇଣ୍ଡ କରିଦେଉଛି। ତ ଏ ଶାଗରେ ଥିଲା ପାଳଙ୍ଗ ଶାଗ, କୋଶଳା ଶାଗ, ତା ସହିତ ସଜନ ଶାଗ, ପୁରୁଣି ଶାଗ, ଆଉ କ'ଣ ସେଟା ମଦରଙ୍ଗ, ଆଉ ଖଡା, ତା ସହିତ ମାନେ ଫ୍ରେଶ ଆମ ବାଡି ତୋଳା ଭେଣ୍ଡି, ତ ଏଇ ସବୁ ଆଡ୍ ହେଇଥିଲା। ଦେଖନ୍ତୁ କେହି କେହି ଥାନ୍ତି ଯୋଉମାନେ କି ଶାଗଟା ଆଗେ ସିଝେଇ ଦେଇକି ତାପରେ ଫୁଟେଇ ଦିଅନ୍ତି, ସେମିତି ବି ହବ। ତ ଏଇଟା ଆମର ଯେହେତୁ ଟିକେ ଆମକୁ ଇଜି ହବ ବୋଲି ତ ଆମେ ଆଗେ ଫୁଟେଇ ଦେଇକି ଛୁଙ୍କ ମାରି ଦେଇକି ତାପରେ ଶାଗଟା କମ୍ପ୍ଲିଟ୍ କଲୁ। ତ ଅଲରେଡି ଏଠି ଶାଗ କମ୍ପ୍ଲିଟ୍ ହବା ଉପରେ, ଯେହେତୁ ଲୁଣ ଫୁଣ ସବୁ ପଡି ସାରିଛି ନା, ତ ବାସ୍ ଆଉ ଟିକେ ଖାଲି ହାଲକା ସିଝିବ। ଦେଖନ୍ତୁ କେତେ ବଢିଆ ଦେଖା ବି ହଉଛି। ସିଝିଗଲା ପରେ ତାପରେ କମ୍ପ୍ଲିଟ୍ ହେଇଯିବ ଶାଗ ଭଜା। ତ ଏଠି ଅଲରେଡି 5 ମିନିଟ୍ ହେଇଗଲାଣି, ତ ଶାଗ ହେଇ ଆସିଲାଣି। ଦେଖନ୍ତୁ ଶାଗରେ ବାସ୍ ଖାଲି ଟିକେ ପାଣି ମରିବ। ଏଇଟା ପାଣି ମରିବ କଣ, ଏଇଟା ସିଝିବ ଯେମିତି, ମାନେ ଶାଗ ପାଣି ମରିବା ସହିତ ଶାଗଟା ସିଝିଯିବ।